ଗୋଟେ क्वेश्चन अच्छी ଆପଣଙ୍କର 26 ନମ୍ବରରେ when was Alam Equal University Open University established 1974 ଏବେ ଆପଣ ଭାବିବେ ଯେ ଏଇ क्वेश्चन କାହିଁକି ପଡୁଛି ଏଇ क्वेश्चन ବହୁତ इंपोर्टेंट ଏଇ क्वेश्चनଟା ମାନେ ପଢିବା ବହୁତ इंपोर्टेंट ଏଥିପାଇଁ କି ଏଇ ବର୍ଷ क्वेश्चन ପଡିଛି ଓସ୍ମାନିଆ ୟୁନିଭର୍ସିଟି କେବେ ତିଆରି ହେଇଥିଲା ରେଙ୍ଗୁନ ୟୁନିଭର୍ସିଟି କେବେ ତିଆରି ହେଇଥିଲା ଯଦି ଆପଣ ମାନେ ନ ଜାଣିବେ ତାହେଲେ ମାନେ କେମିତି ମାନେ ଆନ୍ସର କରିବା ତ କଷ୍ଟ ନା क्वेश्चन ମାନେ ପିଲା ଏତେ ପ୍ରିପେୟାର କରୁଛନ୍ତି ଯେ क्वेश्चन ଧୀରେ ଧୀରେ ଇଭଲ୍ଭ ହେଇଯାଉଛି ମାନେ ଆହୁରି ଭଲ ଆହୁରି ଉନ୍ନତ क्वेश्चन ହେଇଯାଉଛି ସୋ ଯଦି ଆପଣ ମାନେ ନ ପଢିବେ ତାହେଲେ ମାନେ କଣ ସବୁ ଜିନିଷ ନ ଜାଣିବେ ସବୁ ଏରିଆ ନ କଭର କରିବେ ତାହେଲେ ଅସୁବିଧା କଥା ଦେନ୍ ଆସିଲା ଦ ଆଇडिଆ ଅଫ ବେସିକ ଏଜୁକେସନ ୱାଜ ପ୍ରୋପାଉଣ୍ଡେଡ ବାय ବେସିକ ଏଜୁକେସନ ର ଆଇडिଆ କିଏ ଦେଇଥିଲେ ସାର୍ ସईद ଅହମଦ ଖାନ ଏଠି ଯଦି ଏବେ ଗାନ୍ଧୀଜୀ ବୋଲିକା ପଡି ଯାଇଥାନ୍ତେ ଆପଣ କନଫ୍ୟୁଜ ହେଇଯାଇଥାନ୍ତେ ଗାନ୍ଧୀଜୀ ବେସିକ ଏଜୁକେସନଟାକୁ ପ୍ରୋପାଗେଟ କରିଥିଲେ ବା ତାକୁ ତାର ପ୍ରଚାର ପ୍ରସାର କରିଥିଲେ କିନ୍ତୁ ବେସିକ ଏଜୁକେସନର କନସେପ୍ଟ କିଏ ପ୍ରୋପାଉଣ୍ଡ କରିଥିଲେ ନା ବେସିକ ଏଜୁକେସନର ସାର୍ ସईद ଅହମଦ ଖାନ କରିଥିଲେ ଏ କରିକୁଲମ ଡିଜାଇନିଜମ କରିକୁଲମ ଡିଜାଇନ ବୋଲି ଆମେ କଣ କହିବା କରିକୁଲମ ଡିଜାଇନ ହଉଛି ଗୋଟେ ଫ୍ରେମୱାର୍କ ତା ସାଙ୍ଗକୁ ଗୋଟେ ପ୍ଲାନ୍ ଅଫ ଆକ୍ସନ ଯୋଉ ଅନୁସାରେ ଆମ ସ୍କୁଲରେ କଣ ହଉଛି ନା ଆମର ପୁରା ପ୍ଲାନ୍ ଚାଲେ ବା ଆମର ପୁରା ଏଜୁକେସନ ସିଷ୍ଟମଟା ଚାଲେ ଦ ମେଜର କମ୍ପୋନେଣ୍ଟ ଅଫ କରିକୁଲମ ଆର୍ କେତେଟା ମେଜର କମ୍ପୋନେଣ୍ଟ ଅଛି 4ଟା ମେଜର କମ୍ପୋନେଣ୍ଟ ଅଛି କଣ କଣ ସେଇ ମେଜର କମ୍ପୋନେଣ୍ଟ ଗୁଡାକ କରିକୁଲମର ଫାର୍ଷ୍ଟ ହେଲା ଆପଣଙ୍କର କଣ୍ଟେଣ୍ଟ ଦେନ୍ ହେଲା ଆପଣଙ୍କର ଅବଜେକ୍ଟିଭ ତାପରେ ହେଲା ଆପଣଙ୍କର ଇଭାଲୁଏସନ ଥାର୍ଡଟା କଣ ଆପଣ ମାନେ ମତେ କମେଣ୍ଟ ସେକ୍ସନରେ ଜଣାନ୍ତୁ କାହିଁକିନା ମୁଁ ଏଇଟା ଅଲରେଡି ପଢେଇ ଦେଇଛି ଆଉ ଯଦି ଆପଣଙ୍କୁ ନ ଆସୁଛି ତାହେଲେ ଏଗେନ୍ କହିଦଉଛି ଅଲରେଡି ଥରେ କହିଥିଲି ପୁଣି ଥରେ କହିଦଉଛି ଯେ ଗୋଟେ ଡେସ୍କ୍ରିପସନ ବକ୍ସରେ କରିକୁଲମ ବାବଦରେ ପୁରା ଗୋଟେ ଭିଡିଓ ଅଛି ସେ ଭିଡିଓଟା ଆପଣ ମାନେ ଦେଖନ୍ତୁ which of the following are the achievement in the classroom କ୍ଲାସରୁମରେ ଯୋଉ ଆଚିଭମେଣ୍ଟ ଗୁଡାକ ହୁଏ ତା ମାନେ କାହା ବେସିସରେ ଆଚିଭମେଣ୍ଟଟା ଦେଖାଯାଏ ଆପଣ ଯୋଉ ଅବଜେକ୍ଟିଭ ନେଇକି ପାଠ ପଢିବାକୁ ଆରମ୍ଭ କରିଛନ୍ତି ତାରି ବେସିସରେ ଆପଣଙ୍କର କଣ ହୁଏ ନା କ୍ଲାସରୁମରେ ଆପଣଙ୍କର ଦେଖାଯାଇଥାଏ ପିଲାର ଆଚିଭମେଣ୍ଟଟା ଅବଜେକ୍ଟିଭ ଇନ ଦ କ୍ଲାସରୁମ କ୍ୟାନ୍ ବି ଯୋଉ ଅବଜେକ୍ଟିଭ କ୍ଲାସରୁମ ଭିତରେ ତମେ ନଉଛ ସେଇଟା ଆଚିଭେବଲ ହବା ଦରକାର ମାନେ ପିଲା ସେଟାକୁ ଆଚିଭ କରିପାରୁଥିବା ଦରକାର ଏମିତି ନାହିଁ ଯେ ତୁମେ ଏତେ ହାର୍ଡକୋର ଜିନିଷ ନେଇଯାଉଛ ଯେ ପିଲା ଆଚିଭ ହିଁ କରିପାରୁନି ଯଦି ତୁମେ ମାନେ ଏବେ ଇଣ୍ଟରନ୍ୟାସନାଲ ରିଲେସନ ନେଇଗଲ ଇଣ୍ଡିଆର ବାକି ସବୁ କଣ୍ଟ୍ରି ପଡୋଶୀ କଣ୍ଟ୍ରି ଗୁଡାକ ସାଙ୍ଗରେ ଚତୁର୍ଥ ଶ୍ରେଣୀ ପିଲାଟିକୁ ପଢେଇବା ପାଇଁ କି ତାହେଲେ ଏଇ ସବୁ ଜିନିଷ ଗୁଡା ଏଇ ପିଲାଟି ବୁଝିପାରିବନି ଯଦି ଦଶମ ଶ୍ରେଣୀ ପିଲାକୁ ନେଲିକି ପଢେଇଲ ତାହେଲେ ସେ ବୁଝିପାରିବ ସୋ ତୁମର ଯୋଉ ଅବଜେକ୍ଟିଭ ତୁମେ କ୍ଲାସରୁମ ଭିତରେ ନଉଛ ସେଇଟା ପିଲା ଆଚିଭ କରିପାରୁଥିବା ଦରକାର ନହେଲେ ସେ ଭାବିବ ଏଇ ଦିଦି କି ଏଇ ସାର୍ ବହୁତ ଭାଇ କଷ୍ଟ ପାଠ ପଢଉଛନ୍ତି ଦେନ୍ ଆସିଲା ଦେୟାର ଆର୍ ଥିଓରିଜ ଅଫ ଲିଡରସିପର ଦିଟା ଥିଓରି ଅଛି କଣ ହେଲା ତୁମର ଦିଟା ଥିଓରି କଣ ଗୋଟେ ହେଲା ଆଇଦର ତୁମେ ଲିଡର ହେଇଯିବ ନହେଲେ ତୁମେ ଫଲୋଅର ହେଇଯିବ ହେଲା ଦେନ୍ ଆସିଲା ମ୍ୟାନେଜମେଣ୍ଟ ମେ ବି କ୍ଲାସିଫାଏଡ ମ୍ୟାନେଜମେଣ୍ଟ କୋଉ କେତେ ଭାଗରେ କ୍ଲାସିଫାଏ ହେଇଛି ନା 3 ଭାଗରେ କ୍ଲାସିଫାଏ ହେଇଛି କଣ ଗୋଟେ ହେଲା ତୁମର ଅଟୋକ୍ରାଟିକ ମ୍ୟାନେଜମେଣ୍ଟ ଗୋଟେ ହେଲା ଡେମୋକ୍ରାଟିକ ମ୍ୟାନେଜମେଣ୍ଟ ଆଉ ଗୋଟେ ହେଲା ଲେଇଜ ଫେୟରେ ମ୍ୟାନେଜମେଣ୍ଟ ତ ଏଗୁଡାକ ସବୁ ଯୋଉ ଜିନିଷ ଗୁଡାକ ଏଇ ଯୋଉ ପାଠ ଗୁଡା ତମେ ଏବେ ପଢିଲ ଲିଡରସିପ ଥିଓରି ହେଲା କି ଯୋଉ ମ୍ୟାନେଜମେଣ୍ଟ ଥିଓରି ହେଲା ଏଗୁଡାକ ମନେ ରଖ ତୁମେ ମାନେ ଜାଣିଛ ବି ମୁଁ ତୁମକୁ କଣ କହିବି ଏଗୁଡାକ ବିଏଡ ରୁ ଆରମ୍ଭ ହେଇକି ପୁରା ତୁମର ଓଷ୍ଟେଟ ଟିଜିଟି ପର୍ଯ୍ୟନ୍ତ ଚାଲିବ ହେଲା ଦେନ୍ ତାପରେ ଆସିଲା ସାଇନ୍ସ ଆଣ୍ଡ ଟେକ୍ନିକାଲ ଏଜୁକେସନ ସରି ହଁ ସରିଲା ସାଇନ୍ସ ଆଣ୍ଡ ଟେକ୍ନିକାଲ ଏଜୁକେସନ ଇନକ୍ରିଜେସ୍ ଦ ଇନକମ୍ ଅଫ୍ ଯେତେବେଳେ ତୁମର ସାଇନ୍ସ ଆଉ ଟେକ୍ନିକାଲ ଏଜୁକେସନ ଗୁଡାକ ଚାଲୁଛି ସେଇଟା କାହାର ଇନକମ୍ ବଢଉଛି ଲୋକମାନଙ୍କର ଇନକମ୍ ବଢେଇ ଦଉଛି ନା କଣ୍ଟ୍ରିର ଇନକମ୍ ବଢେଇ ଦଉଛି ନା ନେସନର ଇନକମ୍ ବଢେଇ ଦଉଛି ଶୁଣ ସମସ୍ତଙ୍କର ଇନକମ୍ ବଢେଇ ଦଉଛି ସାଇନ୍ସ ଆଣ୍ଡ ଟେକ୍ନିକାଲ ଏଜୁକେସନ ଯୋଉଟା ଅଛି ଯୋଉ ପିଲା ସାଇନ୍ସ ଆଉ ଟେକ୍ନିକ ଜାଣିଲା ଯେମିତିକି ଏବେ ଚାଟ୍ ଜିପିଟି ଏଆଇ ଏଗୁଡାକ ଯିଏ ଜାଣିଲା ସିଏ ଭଲ ଜାଗାରେ ଚାକିରି ପାଇବ ତାର ଇଣ୍ଡିଭିଜୁଆଲ ଇନକମ୍ ବଢିବ ତମ ଦେଶରେ ଯଦି ମ୍ୟାନ ପାୱାର ଯୋଉମାନେ ଅଛନ୍ତି ସେମାନଙ୍କ ଇନକମ୍ ବଢିଲା ତୁମ କଣ୍ଟ୍ରିର ଇନକମ୍ ବଢିବ ଆଉ ତୁମ ନେସନ କଣ୍ଟ୍ରି ଯାହା ନେସନ ସେଇଆ ସୋ ଅଲ୍ ଅଫ୍ ଦିସ୍ ଏଠି ରାଇଟ୍ ଆନ୍ସର ହବ ହୁ ସେଡ୍ ଦ୍ୟାଟ୍ ମ୍ୟାନ୍ ଇଜ୍ ସୋସିଆଲ ଆନିମଲ କିଏ କହିଥିଲା ମ୍ୟାନ୍ ହଉଛି ଗୋଟେ ସୋସିଆଲ ଆନିମଲ ଆରିଷ୍ଟୋଟଲ କହିଥିଲେ ୱିଦାଉଟ୍ ସୋସାଇଟି ମ୍ୟାନ୍ ଏକ୍ଜିଷ୍ଟ କରିପାରିବ ନାହିଁ ପେଡାଗୋଜି ଇଜ ଦ ଷ୍ଟଡି ଅଫ ପେଡାଗୋଜି କାହାର ଷ୍ଟଡି ହେଇଥାଏ ନା ପେଡାଗୋଜି ଇଜ ଦ ଷ୍ଟଡି ଅଫ ଟିଚିଂ ମେଥଡ ପେଡାଗୋଜି ଦି ଭାଗରେ ବିଭକ୍ତ ଗୋଟେ ହେଲା ଆପଣଙ୍କର ପେଇଡୋ ଆଉ ଗୋଟେ ହେଲା ଆଗୋଗସ ହେଲା ପେଇଡୋ ମାନେ ହଉଛି କଣ ପେଇଡୋ ମାନେ ହଉଛି ତୁମର ଯେ ତୁମେ କଣ କରିବ ନା ଯୋଉ କଣ କୁହନ୍ତି ସେଟା ପେଇଡୋ ମାନେ ହଉଛି ତୁମର ପିଲା ବା ଚାଇଲ୍ଡ ହେଲା
ଆଉ ଆଗୋଗସ୍ ମାନେ ହେଲା ଯିଏ ଚାଇଲ୍ଡ ମାନଙ୍କୁ ଲିଡ୍ ଆଉଟ୍ କରୁଥାନ୍ତି ସେମାନଙ୍କୁ କୁହାଯାଏ କ'ଣ, ସେମାନଙ୍କୁ କୁହାଯାଏ ଟିଚର, ଯେଉଁମାନେ ପିଲାମାନଙ୍କୁ ଲିଡ୍ ଆଉଟ୍ କରନ୍ତି। ତ ପେଡାଗୋଜିରେ ତୁମେ ଚାଇଲ୍ଡ ମାନଙ୍କ ସାଇକୋଲୋଜି ପଢ଼। ଏଇଟା ହେଇଥାଏ ଚିଲଡ୍ରେନ୍ ସେଣ୍ଟ୍ରିକ୍। ସେମିତି ଆଉ ଗୋଟେ ଜିନିଷ ଥାଏ ଆଣ୍ଡ୍ରୋଗୋଜି। ଏବେ ଧର ତୁମେ ମାନେ ହଉଛ ଆଡଲ୍ଟ, ତୁମେ ମାନେ ଯଦି ପାଠ ପଢିବ, ଏଇଟା ତୁମମାନଙ୍କୁ ଯିଏ ପଢେଇବ ତାର ଆଣ୍ଡ୍ରୋଗୋଜିକାଲ ନଲେଜ ରହିଥିବା ଦରକାର। ମାନେ ଆଣ୍ଡ୍ରୋଗୋଜି ବେସିକାଲି କାହା ଉପରେ ନା ସେଲ୍ଫ ଷ୍ଟଡି ଉପରେ ଫୋକସ୍ କରିଥାଏ ହେଲା। ଦେନ୍ ତାପରେ ଆସିଲା ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ୱାର୍କ ଅଫ୍ ଟିଚିଂ ଇଜ୍। ଟିଚିଂର ସବୁଠୁ ଇମ୍ପୋର୍ଟାଣ୍ଟ ୱାର୍କ କ'ଣ? ଟୁ ଅର୍ଗାନାଇଜ୍ ଦ ଟିଚିଂ ୱାର୍କ। ଟିଚିଂ ୱାର୍କଟାକୁ ଅର୍ଗାନାଇଜ୍ କରିବା ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ କାମ। ଦ ୱାର୍ଡ ପେଡାଗୋଜି ମିନ୍ସ, ଏଇଠି ଦେଖ କହିଛି ଟୁ ଲିଡ୍ ଦ ଚାଇଲ୍ଡ। କିଏ ଲିଡ୍ କରିବ? ଟିଚର ଲିଡ୍ କରିବ। ସେଥିପାଇଁ ଟିଚର କ'ଣ ହବା କଥା ନା ପେଡାଗୋଜିକାଲ ନଲେଜ ତା ପାଖେ ଥିବା ଦରକାର। ଦେନ୍ ଆସିଲା ଦ ନର୍ମାଲ ହ୍ୟୁମାନ୍ ବିଙ୍ଗ ହାଜ୍ ଏ ସେନ୍ସେସ୍। 5ଟା କ'ଣ? ତାର ଶ୍ରବଣେନ୍ଦ୍ରିୟ, ଦର୍ଶନେନ୍ଦ୍ରିୟ, ତାପରେ ସ୍ୱାଦ ବାରିବା ପାଇଁ କି ଜିଭ, ତାପରେ ସ୍ପର୍ଶ ବାରିବା ପାଇଁ ଚର୍ମ, ଆଉ ଗୋଟେ ହେଲା ଯୋଉ ନାକଟା ଶୁଙ୍ଘିବା ପାଇଁ କି ହେଲା। 5ଟା। ଦେନ୍ ଆସିଲା which of the following is not among the senses? thought। ଥଟ୍ଟା ତୁମର ଗୋଟେ ସେନ୍ସ ନୁହେଁ, ବାକି ଭିଜନ, ଟଚ୍, ସ୍ମେଲ୍, ଆଉ ତାପରେ କ'ଣ ହିୟର ଆଣ୍ଡ ଟେଷ୍ଟ ହେଲା। ଏଇଟା ହେଉଛି ତୁମର 5ଟା ସେନ୍ସ ଅର୍ଗାନ। ପ୍ରୋଗ୍ରେସିଭ୍ ଏଜୁକେସନ୍ ଏମ୍ଫାସାଇଜ୍ଡ ଲର୍ଣ୍ଣିଂ ବାଇ। ପ୍ରୋଗ୍ରେସିଭ୍ ଏଜୁକେସନ୍ କିଏ ଦେଇଥିଲେ? ଆଗରୁ ଥରେ କହିଛି ଡିୱେ ହେଲା, DEWEY। ଇଏ ହିଁ ଲ୍ୟାବ୍ ସ୍କୁଲର କନସେପ୍ଟ ମଧ୍ୟ ଦେଇଥିଲେ। ଇଏ କ'ଣ କହୁଥିଲେ ନା ଲର୍ଣ୍ଣିଂ ବାଇ ଡୁଇଂ ଉପରେ ଫୋକସ୍ କରୁଥିଲେ। ପିଲା ସୋସାଇଟିରେ ରହିବ, ସୋସାଇଟିର ପ୍ରୋବ୍ଲେମ୍ ଗୁଡ଼ାକ ଜାଣିବ, ତାକୁ କରିବ। ମାନେ ସେଇ ସୋସାଇଟିରେ ରହିକି ପ୍ରୋବ୍ଲେମ୍ ସଲ୍ଭ ନିଜେ କରିବ, ଖାଲି ବହିରେ ପଢ଼ିବନି ଯେ ଏଇ ପ୍ରୋବ୍ଲେମଟା କେମିତି ସଲ୍ଭ କରାଯାଏ। ବୁଝିପାରୁଛ ତ? ଇନ୍ ଇନକ୍ୱାରି ବେସ୍ଡ ଲର୍ଣ୍ଣିଂ ଦ ଟିଚର ରୋଲ୍ ଇଜ୍। ଇନକ୍ୱାରି ବେସ୍ଡ ଲର୍ଣ୍ଣିଂ ଯେଉଁଟା ହେବ, ଟିଚରର ରୋଲ୍ କ'ଣ ହେବା ଦରକାର ନା ଟିଚରର ରୋଲ୍ ଫ୍ୟାସିଲିଟେଟର ହେବା ଦରକାର। କାହିଁକିନା ଇନକ୍ୱାରି ବେସ୍ଡ ଲର୍ଣ୍ଣିଂ କେଉଁଠି ହୁଏ ନା ଯେଉଁଠି ଚାଇଲ୍ଡ ସେଣ୍ଟ୍ରିକ୍ ଏଜୁକେସନ୍ ଚାଲିଥାଏ। ଏବେ ଚାଇଲ୍ଡ ସେଣ୍ଟ୍ରିକ୍ ଏଜୁକେସନ୍ କ'ଣ, ଏଇଟା କ'ଣ, ସେଇଟା କ'ଣ, ଯଦି ଆଇଡ଼ିଆ ନାହିଁ ତାହେଲେ ପୁଣି ଥରେ କହିବି, ଆଉ ମାନେ ବାରମ୍ବାର କହିବି ଯେ ତୁମେ ମାନେ ଡେଫିନେଟଲି କ'ଣ କର ନା ତୁମେ ଡେଫିନେଟଲି କ'ଣ କର ନା କ୍ଲାସେସ୍ ଗୁଡ଼ାକ, ଥିଓରି କ୍ଲାସେସ୍ ଗୁଡ଼ାକ ଦେଖ। ଥିଓରି କ୍ଲାସେସ୍ ଗୁଡ଼ାକ ଯେତେବେଳେ ଦେଖିବ ତୁମର ଆଇଡ଼ିଆ ହେଇଯିବ। ତୁମେ ଆପ୍ଲିକେସନରୁ ପେଡ୍ କୋର୍ସ ଜଏନ୍ କରିକି ଥିଓରି କ୍ଲାସେସ୍ ଦେଖିପାରିବ, ପୁରା ସର୍ଟେଡ୍ ୱେରେ ଲେଖା ହେଇଥିବ। ଅଦରୱାଇଜ୍ ତୁମେ କ'ଣ କରିବ ନା ୟୁଟ୍ୟୁବରୁ ଖୋଜିକା ଦେଖିବାକୁ ପଡ଼ିବ। ଆଉ ପେଡ୍ କୋର୍ସ ବ୍ୟାଚ୍ ପାଇଁକି ବହୁତ ଗୁଡ଼ିଏ ପଇସା ବି ଲାଗୁନାହିଁ। ଭିଡ଼ିଓର ଏଣ୍ଡରେ ମୁଁ ପେଡ୍ କୋର୍ସ ବାବଦରେ ଡିଟେଲ୍ ଦେବି। ଆଉ ପେଡ୍ କୋର୍ସ ବାବଦରେ ଡିଟେଲ୍ ତୁମର ଡେସ୍କ୍ରିପସନ୍ ବକ୍ସରେ ମଧ୍ୟ ଦିଆହେଇଥିବ। ତ ସେଗୁଡ଼ାକ ଆଇଦର ତୁମେ ଦେଖିକି ପଢ଼, ଅଦରୱାଇଜ୍ ଯେଉଁ ହ୍ୱାଟ୍ସଅପ୍ ନମ୍ବର ଦିଆହେଉଛି ସେଇ ହ୍ୱାଟ୍ସଅପ୍ ନମ୍ବରରେ ମେସେଜ୍ କର, ତୁମକୁ ପେଡ୍ କୋର୍ସ ବାବଦରେ ପୁରା ଡିଟେଲ୍ ପ୍ରୋଭାଇଡ଼ କରାହେଇଯିବ। ସେଇଥିରୁ ତୁମେମାନେ କ'ଣ କରିପାରିବ ନା ପ୍ରିପାରେସନ୍ ନିଜର କରିପାରିବ। ଯେତେବେଳେ ଆମ ହାତରେ ଜିନିଷଟା ଥିବ ନା, ଆମକୁ ମାନେ ସୁବିଧା ଉପାୟରେ ଆମେ ପାଇପାରିବା। ୟୁଟ୍ୟୁବରୁ ବାରମ୍ବାର ଖୋଜିବାକୁ ପଡ଼େ ସବୁ ଜିନିଷ। ଦେନ୍ ଆସିଲା ଦ ସାଇକୋମୋଟର ଡୋମେନ୍ ଇନଭଲ୍ଭସ୍। ସାଇକୋମୋଟର ଡୋମେନ୍ କେଉଁଠି ଇନଭଲ୍ଭ ହେଇଥାଏ ନା ତୁମର ଫିଜିକାଲ ମୁଭମେଣ୍ଟରେ ସାଇକୋମୋଟର ଡୋମେନଟା ଇନଭଲ୍ଭ ହେଇଥାଏ। ନଲେଜରେ ତୁମର ଇନଭଲ୍ଭ ହେଇଥାଏ ତୁମର କଗ୍ନିଟିଭ ଡୋମେନଟା। ଡିସ୍କଭରି ଟିଚିଂ ଇଜ୍ ଆକ୍ଚୁଆଲି ଡିସ୍କଭରି ଟିଚିଂଟା ଆକ୍ଚୁଆଲି କ'ଣ ହେଇଥାଏ ନା ଗୋଟେ କନଷ୍ଟ୍ରକ୍ଟିଭ ଆପ୍ରୋଚ୍ ହେଇଥାଏ। ଠିକ୍ ଅଛି, ଏଇଟା ବି ତୁମର ଚାଇଲ୍ଡ ସେଣ୍ଟ୍ରିକ୍ ଆପ୍ରୋଚ୍ରେ ଯାଏ। କନଷ୍ଟ୍ରକ୍ଟିଭ ଆପ୍ରୋଚ୍ ମାନେ ଯେଉଁଠି ପିଲା ନିଜର ନଲେଜ ନିଜେ ତିଆରି କରିବ, ଆଉ ଟିଚର ଗୋଟେ ଫ୍ୟାସିଲିଟେଟର ଭଳିଆ କାମ କରିବ। ଟିମ୍ ଆକ୍ଟିଭିଟି ଟୁ ସମରାଇଜ୍ ରିଡ଼ିଂ ଇଜ୍ ଅଲସୋ ନୋନ୍ ଆଜ୍। ଟିମ୍ ଟିଚିଂ ଯେଉଁଟା ଥିବ, ଯେଉଁ ରିଡ଼ିଂକୁ ସମରାଇଜ୍ କରିବା ପାଇଁକି ତାକୁ ଆମେ ରିଲେ ସମରି ବୋଲିକା କହୁ। ଏଇଭଳିଆ କୋଶ୍ଚିନ୍ ନା ତୁମର ଇଂଲିଶ ପେଡାଗୋଜି ଏଗୁଡ଼ାକରେ ପଢ଼ା ହୁଏ, ଏଠୁ ପଡ଼େ ହେଲା। ଦେନ୍ ଆସିଲା ଦ ବେଷ୍ଟ ଟେକ୍ନିକ୍ ଆଟ୍ ପ୍ରାଇମେରୀ ଷ୍ଟେଜ୍। ପ୍ରାଇମେରୀ ଷ୍ଟେଜ୍ରେ ଛୁଆ ଥାଆନ୍ତି, ତ ପିଲାମାନଙ୍କ ପାଇଁ ବେଷ୍ଟ ଟେକ୍ନିକ୍ କ'ଣ ନା ତାଙ୍କୁ ଖେଳ ମାଧ୍ୟମରେ ପଢ଼େଇବ। ଗେମ୍ ଟେକ୍ନିକ୍ ବା ଆକ୍ଟିଭ୍ ଟେକ୍ନିକ୍। ଆଚ୍ଛା, ଗେମ୍ ଟେକ୍ନିକ୍ ଗୋଟେ କ'ଣ ଅଛି ଗେମ୍ ମାଧ୍ୟମରେ ପିଲାମାନଙ୍କୁ ପଢ଼େଇବା ପାଇଁ? କୁହୁତ ହେଲା, ଗୋଟେ ତୁମର ମାନେ ଆପ୍ ଅଛି ଏଇଟା ହେଲା। ଦେନ୍ ଆସିଲା ଦ ନ୍ୟୁ କରିକୁଲମ୍ ସୁଡ୍ ବି ଇଣ୍ଟ୍ରୋଡ୍ୟୁସ୍ଡ। ନ୍ୟୁ କରିକୁଲମ୍ ଯେଉଁଟା ବି ସେଇଟା କେମିତି ଇଣ୍ଟ୍ରୋଡ୍ୟୁସ୍ ହେବା କଥା? ଗ୍ରାଜୁଆଲି, ଅଲ୍ ଅଫ୍ ସଡନ୍ ଧଡ଼ କିନା ଇଣ୍ଟ୍ରୋଡ୍ୟୁସ୍ ହେଇପାରିବନି। 2020 ମସିହାରେ ତୁମର ଗୋଟେ ନୂଆ ଏଜୁକେସନ୍ ପଲିସି ଆସିଛି, ନ୍ୟୁ ଏଜୁକେସନ୍ ପଲିସି। ସେଇଟା ଧୀରେ ଧୀରେ କ'ଣ ହେଉଛି ନା ଇଣ୍ଟ୍ରୋଡ୍ୟୁସ୍ ହେଉଛି। କର୍ଣ୍ଣାଟକ ଗଭର୍ଣ୍ଣମେଣ୍ଟ ତାର ଗୋଟେ ରିଭ୍ୟୁ କରେଇକି ତାର
ସେ ତାର ତା ହିସାବରେ କରିବ, ୟୁପି ଗଭର୍ଣ୍ଣମେଣ୍ଟ ତା ହିସାବରେ କରିବ, ଓଡ଼ିଶା ଗଭର୍ଣ୍ଣମେଣ୍ଟ 2025 ଶିକ୍ଷାବର୍ଷରୁ ଏନ୍ଇପିଟାକୁ ଲାଗୁ କରାଉଛି ଓଡ଼ିଶାରେ, ଯାହାଫଳରେ କି ତୁମର ନବମ ଦଶମରେ ସେମିଷ୍ଟର ଏକ୍ଜାମ୍ ହେବ, ଦଶମରେ ଫାଇନାଲ୍ ଏକ୍ଜାମ୍ ହେବନି, ଫିଫ୍ଥରେ ଗୋଟେ ଫାଇନାଲ୍ ଏକ୍ଜାମ୍ ହେବ, ଏଇଥରେ ଗୋଟେ ଫାଇନାଲ୍ ଏକ୍ଜାମ୍ ହେବ। ଯେଉଁମାନେ ଏଇ ଏକ୍ଜାମ୍ରେ କ୍ୱାଲିଫାଏ ନ କରିପାରିଲେ ସେମାନେ ଫେଲ୍ ହେଇକି ସମାନ କ୍ଲାସ୍ରେ ରହିବେ ହେଲା। ତ ତୁମର କ'ଣ ହେବ ନା 12th ସ୍କୁଲ ଏଜୁକେସନରେ ସାମିଲ ହେଇଯିବ। ସୋ ଆଗାମୀ ଦିନରେ ପିଜିଟି ପୋଷ୍ଟ ବାହାରିବାର ବହୁତ ଚାନ୍ସେସ୍ ଅଛି। ସୋ ଏଗୁଡ଼ାକ ସବୁ ତୁମମାନେ ଜାଣୁଥାଅ। ଦେନ୍ ଆସିଲା ଦ ନ୍ୟୁ କରିକୁଲମ୍ ସୁଡ୍ ବି ଇଣ୍ଟ୍ରୋଡ୍ୟୁସ୍ଡ। କେମିତି ଇଣ୍ଟ୍ରୋଡ୍ୟୁସ୍ ହେବା କଥା? ଗ୍ରାଜୁଆଲି ଇଣ୍ଟ୍ରୋଡ୍ୟୁସ୍ ହେବ। ଦ କନକ୍ଲୁଜନ୍ ଅଫ୍ ଦ ଡିଡକ୍ଟିଭ୍ ଆର୍ଗ୍ୟୁମେଣ୍ଟ ଇଜ୍। ଡିଡକ୍ଟିଭ୍ ଆର୍ଗ୍ୟୁମେଣ୍ଟର କନକ୍ଲୁଜନ୍ ଯେଉଁଟା ହେଇଥିବ ନା ସେଇଟା ପୁରା ସ୍ଥିର ହେଇଥିବ, ସଟନ୍। କାହିଁକିନା ଡିଡକ୍ଟିଭ୍ ଆର୍ଗ୍ୟୁମେଣ୍ଟ କୁଆଡ଼କୁ ଯିବ ନା ଜେନେରାଲରୁ ସ୍ପେସିଫିକ୍ ଆଡ଼କୁ ଯିବ। ଜେନେରାଲରୁ ସ୍ପେସିଫିକ୍ ଆଡ଼କୁ ଯେତେବେଳେ ଡିଡକ୍ଟିଭ୍ ଆର୍ଗ୍ୟୁମେଣ୍ଟ ଯିବ, ମାନେ ଧର ଗୋଟେ ଥିଓରିରୁ ବା ଗୋଟେ ରୁଲ୍ରୁ ଗୋଟେ ଏକ୍ଜାମ୍ପଲ୍ ଆଡ଼କୁ ଯିବ, ଏକ୍ଜାମ୍ପଲ୍ଟା ସବୁବେଳେ ସଟନ୍ ହେଇଥିବ ହେଲା। ମୁଁ ଧର କହିବି ଯେକୌଣସି ଗୋଟେ ଇଂଲିଶ ଆଲଫାବେଟ୍ର ଏକ୍ଜାମ୍ପଲ୍ ଦିଅ, ତ ତୁମେ ଏ ଠୁ ଜେଡ୍ ଯେକୌଣସି ଗୋଟେ ଇଂଲିଶ ଆଲଫାବେଟ୍ର ଏକ୍ଜାମ୍ପଲ୍ ଦେଲ, ସପୋଜ୍ ତୁମେ ପି ଦେଲ, ପିଟା ହେଲା ଗୋଟେ ସଟନ୍ ଜିନିଷ। ମୁଁ କିନ୍ତୁ ଯଦି କହିବି ଯେକୌଣସି ଗୋଟେ ଜିନିଷ ଏ ଟୁ ଜେଡ୍ ଯେକୌଣସି ଗୋଟେ, ଯେତେବେଳେ ଆସୁଛୁ ଆସେ ଗୋଟେ ଅନସଟନ୍ ଜିନିଷ। କିନ୍ତୁ ମୁଁ ଯଦି ତୁମକୁ କହିଦେଲି 10:30ରେ ଆସେ, ତାହେଲେ ସେଇଟା ହେଉଛି ଗୋଟେ ସଟନ୍ ଜିନିଷ। ସୋ ଗୋଟେ ପର୍ଟିକୁଲାର ଜିନିଷ ଆଡ଼କୁ ଯେତେବେଳେ ଜିନିଷଟା ଯାଉଛି ଜେନେରାଲରୁ, ସେଟାକୁ ଆମେ ସଟନ୍ ବୋଲି କହିବା। ଆଉ ଡିଡକ୍ଟିଭ୍ ଆର୍ଗ୍ୟୁମେଣ୍ଟରେ ସେମିତି ହୁଏ। ଇଣ୍ଡକ୍ଟିଭ୍ ଆର୍ଗ୍ୟୁମେଣ୍ଟରେ ଆର ଜଷ୍ଟ ଅପୋଜିଟ୍ଟା ହୁଏ। ହ୍ୱିଚ୍ ଅଫ୍ ଦ ଫଲୋଇଂ ଷ୍ଟ୍ରାଟେଜି ଇଜ୍ ମୋଷ୍ଟ ସୁଇଟେବୁଲ୍ ଫର୍ ଇଣ୍ଟ୍ରୋଡ୍ୟୁସିଂ ଏ ଲେସନ୍। ଗୋଟେ ଲେସନ୍ ଯେତେବେଳେ ତୁମେ ଇଣ୍ଟ୍ରୋଡ୍ୟୁସ୍ କରୁଛ ଗୋଟେ କ୍ଲାସ୍ରେ, ଫାଷ୍ଟ ତୁମେ ଅବଜେକ୍ଟିଭ୍ ସେଟ୍ କରି ଆସିଥିବ ଯେ ମୁଁ କ'ଣ ପଢ଼େଇବି। ତାପରେ ତୁମେ କ'ଣ କରିବ ନା ପିଲାମାନଙ୍କର ପ୍ରିଭିୟସ୍ ନଲେଜ୍ ଟେଷ୍ଟ ପାଇଁକି ତାଙ୍କୁ କିଛି କ୍ୱେଶ୍ଚିନ୍ ପଚାରିବ, ବା ତାଙ୍କୁ ଲେସନ୍ଟା ଇଣ୍ଟ୍ରୋଡ୍ୟୁସ୍ ଧଡ଼କିନା କହିବନି ଯେ ଆଜି ମୁଁ ତୁମର ଓଡ଼ିଆ କ୍ଲାସ୍ରେ ବାଜିରାଉତ ପଢ଼େଇବିରେ ଛୁଆ, ସେମିତି କହିବନି। ଧଡ଼ାସ୍ କିନା ଇଣ୍ଟ୍ରୋଡକ୍ସନ୍ ହୁଏନି ଲେସନ୍ର, ସେଟା ଗ୍ରାଜୁଆଲି କରାଯାଏ। ଆଉ ୱିଥ୍ ଦ ହେଲ୍ପ ଅଫ୍ କ୍ୱେଶ୍ଚିନ୍ କରାଯାଏ। ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ଗ୍ରୋଥ୍? ଗ୍ରୋଥ୍ ମାନେ ପିଲାମାନେ କ'ଣ? ଗ୍ରୋଥ୍ ମାନେ ଚେଞ୍ଜ ରିଲେଟେଡ୍ ଟୁ ମେଜରମେଣ୍ଟ। ମେଜରମେଣ୍ଟରେ ଯେଉଁ ଚେଞ୍ଜ ହୁଏ ବା ଷ୍ଟ୍ରକ୍ଚରାଲ୍ ଚେଞ୍ଜ ଯେଉଁଟା ହୁଏ, ସେଇଟାକୁ ଆମେ ଗ୍ରୋଥ୍ ବୋଲି କହୁ। ମୁଁ ଯେତେବେଳେ 12 ବର୍ଷର ଥିଲି, ମୋ ଅଣ୍ଟା ସାଇଜ୍ ଥିଲା 24 ଅର୍ 26। ଏବେ ମୋର ଅଣ୍ଟା ସାଇଜ୍ ହେଲାଣି ଆସିକି କେତେ? 34। ସୋ ଏଇଟା ହେଲା ମେଜର କରାଯାଇ ପାରୁଛି ଇଞ୍ଚ ଟେପ୍ରେ। ଏଇଟା ହେଲା କ'ଣ ନା ତୁମର ଯେଉଁ ଆକୁ କହିବା ଆମେ ଗ୍ରୋଥ୍। ଚେଞ୍ଜ ରିଲେଟେଡ୍ ଟୁ ରେଜଲ୍ଟ। ଯେତେବେଳେ ମୁଁ 12 ବର୍ଷର ଥିଲି, ମୋର ୱେଟ୍ ଧର ଥିବ 30 କେଜି, ଏବେ ମୋର ୱେଟ୍ ଆସି ପହଞ୍ଚିଲାଣି 70 କେଜି। ସୋ ଏଇଟା ହେଉଛି ଯେଉଁ ଚେଞ୍ଜ, ଏଇଟା ମୁଁ ମେଜର କରିପାରୁଛି, ଏଇଟା ଦେଖାଯାଉଛି, ଚେଞ୍ଜ ଦେଖାଯାଉଛି, ରେଜଲ୍ଟ ଦେଖାଯାଉଛି। ଓକେ। ଦେନ୍ ଆସିଲା ଚଙ୍କିଂ ଇଜ୍ ଏ ଡ୍ୟାଶ୍ ଟେକ୍ନିକ୍। ଚଙ୍କିଂ କୋଉ ଭଳିଆ ଟେକ୍ନିକ୍ ହେଇଥାଏ? ଚଙ୍କିଂ ହେଉଛି ଗୋଟେ ମେମୋରାଇଜେସନ୍ ଟେକ୍ନିକ୍ ହେଲା। ଚଙ୍କିଂ ମାନେ ହେଲା କୌଣସି ଗୋଟେ ଜିନିଷକୁ ପାର୍ଟରେ ଭାଙ୍ଗିକି ଛୋଟ ଛୋଟ ଖଣ୍ଡରେ ତମେ ମନେ ରଖିବ। ଏଇ କ୍ୱେଶ୍ଚିନ୍ଟା ପିଲାମାନେ OTET ଏକ୍ଜାମ୍ରେ ଆଉ ଓଷ୍ଟେଟ୍ ଏକ୍ଜାମ୍ରେ କେତେ ଥର ପଡ଼ିଛି ଇଂଲିଶ ପେଡାଗୋଜିରେ ହେଲା। ଚଙ୍କିଂ ମାନେ ହେଲା ଗୋଟେ ଜିନିଷକୁ ପାର୍ଟରେ ଭାଙ୍ଗିକି ତମେ ମନେ ରଖିବ। ଯେମିତିକି ମୁଁ ତମକୁ କହିବି ଧର ଭାରତର ସବୁଯାକ ଷ୍ଟେଟ୍ର ନାଁ କୁହ, ତମେ କେମିତି ମନେ ରଖିଛ? ଭାଙ୍ଗି ଆଲଫାବେଟ୍ ଏରେ କ'ଣ ଆସୁଛି? ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ। ବିରେ କ'ଣ ଆସୁଛି? ବିହାର। ଓରେ କ'ଣ ଆସୁଛି? ଓଡ଼ିଶା। ଏମିତି କରିକି ତମମାନେ ମନେ ରଖିଛ, ବୁଝୁଛ କି? ଚଙ୍କ୍ରେ ଭାଙ୍ଗିକା। ତ ଏଇଟା ହେଉଛି ଚଙ୍କିଂ, ହେଉଛି ଗୋଟେ ମେମୋରାଇଜେସନ୍ ଟେକ୍ନିକ୍। ମେମୋରାଇଜେସନ୍ର ଆଉ ଗୋଟେ କ'ଣ ଟେକ୍ନିକ୍ ଅଛି? ନ୍ୟୁମୋନିକ୍ସ। ମାନେ ଯେମିତିକି ମୁଁ କହିବି ଆମର ସବୁଯାକ ଗ୍ରହର ନାଁ କ'ଣ, ତମେ କହିବ ଧକ୍ର ବଳ 309, ଧରେ ବୁଧ, କ୍ରରେ ଶୁକ୍ର, ଏମିତି ତମେ କହିବ ଧର, ମାନେ ନ୍ୟୁମୋନିକ୍ରେ ଗୋଟେ ଇଏ କରିଦେଲ। ଯେମିତିକି ତୁମେ ଇଏ ମନେ ରଖିଥାଅ କ'ଣ, ତୁମର ଆମର ଇନ୍ଦ୍ରଧନୁର 7ଟା ରଙ୍ଗ ନ୍ୟୁମୋନିକ୍ରେ ମନେ ରଖିଛ ବିଗ୍ୟୁଅଟ୍ କରିକି ନା ନାଇଁ। School of the following is responsible for transmission of culture values. School of the following is responsible for transmission of culture values. Which of the following is responsible for transmission of culture values? School ହେଲା। ସ୍କୁଲ ଦ୍ୱାରା କ'ଣ ହୁଏ ନା ତୁମର କଲଚରାଲ ଭ୍ୟାଲ୍ୟୁଟା ଟ୍ରାନ୍ସମିଟ୍ ହେଉଥାଏ ହେଲା। ଦେନ୍ ଆସିଲା ଏନିଥିଙ୍ଗ ଦ୍ୟାଟ୍ କଜେସ୍ ଏ ରିଆକ୍ସନ୍ ଇଜ୍ କଲ୍ଡ। ମାନେ ରିଆକ୍ସନ୍ କେତେବେଳେ ହେବ? ମୁଁ ଧର ତମକୁ ଚୁମୁଟିବି, ତମକୁ ଉଫ୍ କରି କହିବ ନା ନାଇଁ, ମୁଁ ଯେଉଁ ଚୁମୁଟିଲି ସେଇଟା ହେଲା ଷ୍ଟିମୁଲସ୍, ଆଉ ତମେ ଯେଉଁ ଉଫ୍ କହିଲ ସେଟା ହେଲା ରିଆକ୍ସନ୍। ମଶା ଯେଉଁ ତମକୁ କାମୁଡ଼ିଲା, ଚାଇଁକିନା ଲାଗିଲା, ମଶା କାମୁଡ଼ିଲା, ସେଟା ହେଲା ଷ୍ଟିମୁଲସ୍। ତମେ ଯେଉଁ ହାତ ପକେଇକି ତାକୁ ମାରିଲ, ସେଟା ହେଲା ରେସ୍ପନ୍ସ ହେଲା।
सो सब रिएक्शन सब कौन होता है ना गोटे एक्शन होता है आउ से एक्शन टाको स्टिमुलस कह जाए ये जो स्टिमुलस रिएक्शन कॉन्सेप्ट तुम कौटी सब पढ़ीच जेटी बिहेवियरिस्ट मान विषय पढ़ीच स्किनर पाखे पैवलम पाखे वाटसन पाखे तुम एगुड़ा पढ़ीच देन आसला विच ऑफ द फॉलोइंग टेक्निक इज यूज्ड इन एजुकेशन सर्वे को प्रकार माने टेक्निक गुड़ा एजुकेशन सर्वे यूज हुए टेस्ट भी करा जाए इंटरव्यू भी निया जाए क्वेश्चन भी दिया जाए सो ऑल ऑफ दिस आर राइट आंसर देन आसला वन ऑफ द बेस्ट प्रिंसिपल्स ऑफ सोशलाइजिंग इंडिविजुअल इज जदि तुम गोटे इंडिविजुअल को सोशलाइज करने चाहूँ ताहले ताको तुम एजुकेट कर दियो दैट्स इट व्हिच ऑफ द फॉलोइंग इज मोस्ट इंपोर्टेंट फैक्टर टीचिंग फैक्टर ऑफ टीचिंग प्रोसेस टीचर होउचंती मोस्ट इंपोर्टेंट फैक्टर टीचिंग प्रोसेस रो आउ कहा चारिपटे एजुकेशन सिस्टम बुलू थाए ना स्टूडेंट चारिपटे जोटा कि आम प्रीवियसली डिस्कस करिजे देन आसला नेशनल पॉलिसी 1970 वाज फॉर्मुलेटेड इन द इरा ऑफ कहा समय 1970 रे जो नेशनल एजुकेशन पॉलिसी फॉर्म करा जाउथिला सेटा याहा खान को समय करा जाउथिला तापर सेटा 1900 आमर टोटाली केतेटा एजुकेशन पॉलिसी आमर माने करिकुलम एगुड़ाक सब एक्चुअली केतेटा करिकुलम आमर आछि तुमे जानछो कि केते केते थर आसीछि एनसीएफ केते थर आछि किए जानछो अच्छा हम कह दउछि 4 थर आछि केबे केबे आछि ना 1975 रे थरे आसला 1980 रे थरे आसला 1975 पर 1988 बोधे मोर टिके डेट गुड़ा मन पड़ुनी कार मन अच्छे हाँ 1975 1988 2000 2005 है तापर पुणी 2020 लागू होला परे आसीबो व्हिच ऑफ द फॉलोइंग इज द फर्स्ट एजुकेशन सेंटर फॉर चाइल्ड पिला फर्स्ट एजुकेशन कोठु नै थाए ता घरु ता फैमिली रु हैला देन आसिला द फाउंडेशन स्टोन ऑफ इस्लामिक एजुकेशन रो फाउंडेशन स्टोन होची इकरा हैला सेमिति तुमरो वेदर माने माने हिंदू हिंदू एजुकेशन रे वेदर कौन कौन ये अच्छी से भी तुम मन रखा उचित देन आसला द मोस्ट इंपोर्टेंट एलिमेंट ऑफ एजुकेशन सिस्टम इज एजुकेशन सिस्टम रो मोस्ट इंपोर्टेंट एलिमेंट कौन लेसन प्लानिंग रो मोस्ट इंपोर्टेंट एलिमेंट है ऑब्जेक्टिव एजुकेशन रो सिस्टम रो मोस्ट इंपोर्टेंट प्लानिंग है एम ऑफ एजुकेशन हु इज नोन इज द फादर ऑफ मॉडर्न एजुकेशन कहाँ को आम फादर ऑफ मॉडर्न एजुकेशन बोली कहू कोमेनियस मन रख ये सब ना गुड़ा बहुत इंपोर्टेंट हु इज टीचर ऑफ प्लाटोंकर टीचर किए सॉक्रेटिस प्लाटोंकर स्टूडेंट किए एरिस्टोटल है एटा सब मन रख देन आसला व्हिच इज कंसर्न्ड विथ टीचिंग ट्रेनिंग संगे कोटा कंसर्न बीआईएससी है बीआईएससी रो फुल फॉर्म कौन तुम्हें मते कहब देन आसला स्टूडेंट्स नीड एंड इंटरेस्ट आर इंपोर्टेंट इन स्टूडेंट मानकर नीड और इंपोर्टेंस जो गुड़ाक इंटरेस्ट जो गुड़ाक रही से गुड़ाक कौन एक्चुअली से गुड़ाक हूँ साइकोलॉजिकल फाउंडेशन गोटे पिलार मनोभाव जमी थाए से भाया सी जिनस आवश्यकता करे से भाया सी जिनस कौन करे ना करू थाए ए सैंपल इज सब्जेक्ट ऑफ सैंपल माने कौन सपोज कौन है ना आमर गोटे गाँ अच्छी है कि मोर धर मु ब्लॉक रे चाकरी कर झुमपुरा रे चाकरी कर धर है झुमपुरा ब्लॉक रे जिते टीचर अच्छा समस्ते हेले पॉपुलेशन तांको भितरु चूज करागला अर्पिता को चूज करागला अर्पिता है सैंपल बुझ कि है भितर लेडी टीचर मान चूज करागला लेडी टीचर मान सैंपल ता भितर अर्पिता को जब चूज करागला अर्पिता है गोटे स्पेसिफिक सैंपल है देन आसला लर्निंग मीन्स कौन लर्निंग मीन्स हूँ चेंज इन बिहेवियर एटा किए कही एटा गेट्स कही प्रेसिडेंट ऑफ पाकिस्तान इज द डैश फेडरल यूनिवर्सिटी आमर कि दरकार नहीं देन छाड़ द मेन सोर्स ऑफ इनोवेशन इज इनोवेशन रो मुख्य सोर्स कौन ना मनीषर माइंड मनीष जिते चिंता करिवो सेते नुआ जिंस इनोवेट करि परिबो बेसिक एक्सपेरिमेंटल रिसर्च को कहा द्वारा होता है ना क्वेश्चनएयर द्वारा होता है जो सर्वे है कि हाइपोथेसिस है एगुड़ाक तुमर माने एक्सपेरिमेंटल रिसर्च रे थाए माने कौन हाइपोथेसिस तो थाए निहाती किंतु सर्वे तुमर डेस्क्रिप्टिव रिसर्च रे थाए है देन आसला को रिलेशनल रिसर्च सर्वेज एगुड़ाक सब डेस्क्रिप्टिव रिसर्च रे थाए ए चॉइस मेड बिटवीन टू और मोर अल्टरनेटिव इज कॉल्ड जिते बड़े तुम पाखे दीटा ऑप्शन थी तुम पाखे कौन है ना गोटे गर्लफ्रेंड अच्छी तुम पाखे गोटे गर्लफ्रेंड अच्छी है जी कि बहुत केयरिंग किंतु कौन है ना सी बहुत आउटडेटेड माने बहुत कंजर्वेटिव आउ गोटे गर्लफ्रेंड अच्छी जी की केयरिंग भी इनकम भी करुची आउ माने बहुत मॉडर्न भी तुम्हें कौन चूज कल तुम्हें देखिल जे ये मो फैमिली ठीक कहीं ये ट्रेडिशनल किंतु ये
ମାନେ ମାନେ ମୁଁ ଯଦି ୟାକୁ ଶିଖେଇବି ଇଏ ଫ୍ୟାମିଲି ପାଇଁ ବି ଠିକ୍ ହେଇଯିବ। ଏବେ ଯଦି ନାହିଁ ଓ ଏବେ ଯଦିଓ ନାହିଁ କିନ୍ତୁ ଇଏ ଠିକ୍ ହେଇଯିବ। ମୋ ଫ୍ୟାମିଲି ପାଇଁ ବି ସୁଇଟେବଲ୍ ହେଇଯିବ। ତ ତମେ ଏଇ 2ଟା ଅପସନ୍ ଭିତରୁ ଏଇଟା ଚୁଜ୍ କଲ। ସୋ ତୁମେ ଡିସିସନ୍ ନେଲ ହେଲା। ଡିସିସନ୍ ମେକିଂ ଇଜ୍ ଅଲୱେଜ୍ ଚୁଜିଂ ଆନ୍ ଅଲ୍ଟରନେଟିଭ୍ ବିଟୱିନ୍ 2। ଏଇଟା ଆମେ କରିଦେଇଛେ। ଅଥରିଟେରିଆନ୍ ମଡେଲ୍ ଇଜ୍ ମୋର୍ ସୁଇଟେବଲ୍ ଫର୍। ଅଥରିଟେରିଆନ୍ ମଡେଲ୍ ମାନେ କ'ଣ ଯୋଉଠି ଟିଚର୍ ଗୋଟେ ଅଥରିଟି ବା ଗୋଟେ ବସ୍ ଭଳିଆ କାର୍ଯ୍ୟ କରନ୍ତି। ସେଠି ସବୁଠାରୁ ଅଧିକା କ'ଣ ଦେଖାଯାଏ ନା ପିଲାମାନେ ଡିସିପ୍ଲିନ୍‌ର ସହକାରେ କାର୍ଯ୍ୟ କରୁଛନ୍ତି ନା ନାଇଁ ବା ତମର ଯାହା ବି ମାନେ ତମ ସ୍କୁଲ ଯୋଉ ଚାଲିଛି ଡିସିପ୍ଲିନ୍‌ର ଚାଲିଛି ନା ନାଇଁ। ଟିଚର୍ ସାଲାରିଜ୍ ଆଣ୍ଡ ଆଲାୱେନ୍ସ କଲେକ୍ଟିଭଲି ଆର୍ ରିଟେନ୍ ଇନ୍। ଟିଚର୍ ମାନଙ୍କର ଯୋଉ ସାଲେରୀ ଗୁଡ଼ାକ ରହୁଛି ବା ତୁମର ଯୋଉ ଆଲାୱେନ୍ସ ଗୁଡ଼ାକ ରହୁଛି ଏଚ୍ଆର୍‌ଏ, ଟିଏ, ଡିଏ ଏଗୁଡ଼ା ସବୁ କୋଉଥିରେ କ୍ୟାଶ୍ ରେଜିଷ୍ଟରରେ ମେଣ୍ଟେନ୍ ହେଇକି ରୁହେ। ଟୁ ମୋଟିଭେଟ୍ ଦ ଅଦର୍ ଟୁ ଆଚିଭ୍ ସର୍ଟନ୍ ଗୋଲ୍ ଇଜ୍। ତମେ ଯେତେବେଳେ ଅନ୍ୟ ଜଣଙ୍କୁ ମୋଟିଭେଟ୍ କରୁଛ କୌଣସି ଗୋଟେ ଗୋଲ୍ ଆଚିଭ୍ କରିବା ପାଇଁ ତମେ କ'ଣ କରୁଛ ନା ଲିଡ଼ିଂ ନେଉଛ ତା ଲାଇଫ୍‌ରେ। ମନେ ରଖିଥାଅ ଏଇଟାକୁ କେବଳ ଆଡ଼ଭାଇଜିଂ ବୋଲିକା କହିବ ନାହିଁ। ଏବେ ଯଦି ତୁମକୁ ତୁମର କିଏ ନିୟରର୍ ଡିୟରର୍ ଅଛନ୍ତି ଆଉ କହୁଛନ୍ତି ଯେ ତୁ ତ ଯାହା ରିସ୍କ ନେଇକି ପାଠ ପଢ଼ିବାର ଅଛି ତୁ ପଢ଼, ମୁଁ ତୋ ପଛରେ ଅଛି। ତାମାନେ ସିଏ ଲିଡ୍ କରୁଛନ୍ତି ତମକୁ। ତମେ ତାଙ୍କ ଭରସାରେ ଚାଲିଛ ହେଲା। ସେ ତୁମକୁ ସପୋର୍ଟ କରୁନାହାନ୍ତି, ସେ ତୁମକୁ ଲିଡ୍ କରୁଛନ୍ତି। ଦେନ୍ ଆସିଲା ଏ ପ୍ରୋଗ୍ରାମ୍ ଅଫ୍ ଆକ୍ଟିଭିଟି ହ୍ୱିଚ୍ ଇଜ୍ ଡିଜାଇନ୍ ଟୁ ଆଟେନ୍ ଏଜୁକେସନାଲ୍ ଏଣ୍ଡ ଇଜ୍। ଗୋଟେ ପ୍ରୋଗ୍ରାମ୍ ଅଫ୍ ଆକ୍ଟିଭିଟି ଅଛି ଯୋଉଗୁଡ଼ାକ ଏଜୁକେସନାଲ୍ ଏଣ୍ଡକୁ କ'ଣ କରୁଛି ନା ଇଏ କରୁଛି। ସେଗୁଡ଼ା ତାକୁ ଆମେ କରିକୁଲମ୍ ବୋଲି କହିବା। ଆମେ ଅଲରେଡ଼ି ପଢ଼ିଦେ। ଇଏ କେମିତି ହେଲା? ये क्या हो गया इस सुपर एन्युनेशन रिटायरमेंट एज इन पाकिस्तान। ए पाकिस्तान ऊपर एत क्वेश्चन है बच्चे। हाँ रिटायर माने मिनिमम तुम्हें 25 वर्ष जदि चाकरी कर देइथिबो ताहेले जाइंकी तुम्हें रिटायर कला परे तुमको माने कौन पेंशन मिलिबो। एमती नाही जे तुम्हें आज चाकरी कल तुम जेकोसी गोटे कोटारे आ 2 वर्ष पर रिटायर्ड कर जाओ तुमको पेंशन देबे सेमती नाही। पर्सन हु प्रोसेस क्वालिटी ऑफ लीडरशिप इज एबे बाइक की गोटे ओल्ड पेंशन स्कीम एबेठू पुन लागू हो जाउची सेतिरे नुवा जिंस कोन अछि मु जानिनी। जेबे मु जानि जिबि ता ऊपर गोटे वीडियो नै आसीबे। द पर्सन हु प्रोसेसेस क्वालिटी ऑफ लीडरशिप इज ए लीडर ହେଲା। द पर्सन हु मेकिंग जजमेंट इज कॉल्ड इवालुएशन। द प्रोसेस जोटारे जजमेंट तमे करूछ सेटाକୁ इवालुएशन बोली कहबो। इवालुएशन जोटा हमर दीटा जिंस को नै हुए गोटे हला मेजरमेंट गोटे हला असेसमेंट। मेजरमेंट माने हला गोटे पिला जदी 60 रखुची 100 रु सेटा हला तार मेजरमेंट। असेसमेंट माने हला से 60 रखुची ता माने से को ग्रेड पाइला से पाइला B2 ग्रेड ହେଲା। 60% रखुची माने B2 ग्रेड। ए दीटा जको को नै कि हमें कोन करले ना पिला पाई कि गोटे जजमेंट देई पारले जे पिलाटा ए स्टैंडर्ड रो तो सेटा को हमें कहबा इवालुएशन। द क्यारेक्टरिस्टिक ऑफ गुड प्लानर जने भल योजनाकर्ता जी अछंती सी ऑप्टिमिस्टिक हवा दरकार माने दूरदृष्टि तांकर रहबा दरकार पॉजिटिव हवा दरकार। देन हला से मोटिवेट करथुवा दरकार अन्य माननकु आउ से निजे जने प्रोड्यूसर हवा दरकार। एमती नै जे अन्य माननक प्रोडक्शन ऊपर डिपेंडेंट ना। व्हाट डज ई एंड डी रूल मीन एफिशिएंसी एंड ड्यूटी रूल्स। एफिशिएंसी और ड्यूटी रूल जोटा अछि हला ए तुमरा एटा हमर माने भूल गइली जो ई एंड डी रूल अच्छी से काहाकू माने डी ई रो माने कौन डी रो माने कौन आम भावीदबा एफिशिएंसी एंड ड्यूटी बट नो दैट इज एफिशिएंसी एंड डिसिप्लिन रूल। डीपी इज एन अल्टरनेटिव ऑफ डीपी माने कौन डीपी होची कौन ना एनुअल डेवलपमेंट प्रोग्राम वर्षक भितर तमे कौन कौन डेवलपमेंट प्रोग्राम काढिबो। द पावर इज सेंटर्ड सॉरी कंसंट्रेटेड इन द हैंड ऑफ वन और फ्यू इन देख जदि पावर जनक हाथ में न्यस्त रहा ताकू सेंट्रलाइजेशन कहुए। जदि पावर समस्त को दिगला ताकू डिसेंट्रलाइजेशन कहुए। एबे आम देश में सर्वोच्च शासनकर्ता किए आम देश सर्वोच्च शासनकर्ता हेले तुमर प्रेसिडेंट किंतु से नामक मात्र एक्चुअली पावर क्या हाथ में थाए ना एक्चुअली पावर थाए पीएम आउ तांकर मंत्रिमंडल मंत्रिमंडल को एमती एमएम लिख दूची है मंत्रिमंडल हाथ में किंतु एमाने कौन पूरा देश को चलई पारे कि आ भितर कौन हुए ना कैबिनेट मिनिस्ट्री सब थाए आधे विभिन्न प्रकार मिनिस्टर सब था पीएम कौन करता ना पीएम कौन करता ना तांको हाथ में समस्त पावर न थाए सेमती स्टेट रे जो सीएम था हाथ में समस्त पावर न थाए तांकर भी कैबिनेट मिनिस्टर था हाथ में पावर थाए। सो एभलिया देश चले माने
आमे जदि देखिबा ग्राम पंचायत रे फास्ट हला सरपंच तापर हला तुमर जो कौन कहते जिला परिषद तापर हला तुमर एमएलए एमपी तापर एमपी भितरु जो माने सब सिलेक्शन होइतिबे एमएलए मानक भितरु सेमानक भितरु जणे हेजिबे तुमर पीएम ना नहीं आउ बाकी जो एमपी माने अछंती सेमाने तांकर जहाँ भी राज्यसभा तांकर कार्य रही छोड़ सब आम छाड़ किंतु पावर जनक हाथ में न्यस्त ना डिसेंट्रलाइज्ड हो जाइए देन आसला व्हाट इज सेंट्रल टू एडमिनिस्ट्रेशन सेंट्रल टू एडमिनिस्ट्रेशन माने कौन माने को पावर एडमिनिस्ट्रेशन हाथ में रही थाए सेटा होची डिसीजन मेकिंग पावर एटा सब एडमिनिस्ट्रेशन हाथ में रही थाए हैला तमर शिक्षा मंत्री चाहिए जहाँ मानता करदे पारे शिक्षा सचिवर गोटे गुरुत्वपूर्ण भूमिका रही बुझुच कि देन आसला एटा तो तुम दरकार नहीं छोड़ दे अच्छा एनीटा देखो एनी माने होची न्यू एंट्री है शेड्यूल फॉर न्यू एंट्री मन रखियो देन आसला द लेवल ऑफ स्कूल एडमिनिस्ट्रेशन कैन बी कैन बेस्ट बी जज्ड थ्रू स्कूल एडमिनिस्ट्रेशन भलो चलची कि नहीं केमी जानिबो पिला मानक रिजल्ट रू पिला माने जदि रिजल्ट भलो करछन ताल जानिबो स्कूल एडमिनिस्ट्रेशन ठीक अछि acquaintance रोल इज यूज्ड फॉर acquaintance रोल कहाँ पे यूज करा जाए ना सैलरी डिसबर्समेंट रो यूज करा जाए द डिग्री टू व्हिच ऑर्गेनाइजेशनल रिसोर्सेस कंट्रीब्यूट टू प्रोडक्टिविटी इज ऑर्गेनाइजेशनल रिसोर्सेस माने जदि तुमे कौन कल ना 100 टंकार रिसोर्स लगेगी 101 टंकार प्रोडक्टिविटी पाइल ताहले एटा हला तुम एफिशिएंसी तमे केते कार्य निपुण अच्छो केते भलो भाबरे कार्य करि परछो ऑल ट्रांजैक्शन शुड बी सेंटर्ड इन व्हिच रजिस्टर कैश रजिस्टर रे सब जिंस थाए देन आसला कोऑर्डिनेटिंग स्टिमुलेटिंग डायरेक्टिंग ग्रोथ ऑफ टीचर इज द पर्पस ऑफ इंस्पेक्शन तमे जदि कौन करछो ना विभिन्न इन सर्विस ट्रेनिंग प्रोग्राम कोऑर्डिनेट करोच टीचर मानक स्टिमुलेट करूछ डायरेक्ट करूछ भल काम करने तो ताको गोटे इंस्पेक्शन ही कह जाए द कॉन्सेप्ट ऑफ इंस्पेक्शन वाज फर्स्ट इंट्रोड्यूस्ड इंस्पेक्शन रो कॉन्सेप्ट कोठू आसीतिला ना इंस्पेक्शन रो कॉन्सेप्ट इंग्लैंड रो आसीतिला मन रख देन आसीला बजेटिंग इज एन एस्टिमेशन ऑफ बजेटिंग टा कहार एस्टिमेशन अटे इनकम एंड एक्सपेंडिचर रो जो तुमारो एटा एस्टिमेशन अटे जो माने भी एजुकेशन रे पीजीटी बा सीपीटी एग्जाम दबो सेमानकर गोटे थाए एजुकेशनल इकोनॉमिकल एजुकेशन बा इकोनॉमिक्स ऑफ एजुकेशन से ये सब जिन थाए से पढ़ती द ऑथराइज्ड पर्सन ऑफ स्टाफ परफॉर्मेंस इज स्टाफ परफॉर्मेंस रो जे ऑथराइज्ड पर्सन जे ताकू देखिबो जगिबो सेटा होची कोन ना तुम हेडमास्टर जदि निजे काम करूनी आ खाली स्कूल को आसुची आज केमिति मोर 112टा पिला आज मो स्कूल ले आछंती आकू केमिति 162टी करिवि 40टा पिलांकर मिड डे मील पैसा खाइबी आउ खाली क्लास माने ऑफिस रूम रे बसिबी टोटाल क्लास जीवेनी करिविनी मु नवम दशम रे नेची इंग्लिश किंतु टोटाल जाई पढ़ेइबिनी एभली सिस्टम जदि करिवो ताहाले तो माने हबनी देन माने सेटा होची ता काम नुहे से ऑथराइज्ड पर्सन माने माने जहाँ भी टीचर माने खराब परफॉर्म कले जहाँ भी गले उत्तरदायी सब एचएम रहे हैला खाली एचएम माने नुहे जे मु एटा करिविनी मो पावर एतिकी मु सेटा देखैबी सेमते नुहे देन आसला इनफॉर्मल एजुकेशन इज इनफॉर्मल एजुकेशन को प्रकार एजुकेशन होता है इनफॉर्मल एजुकेशन गोटे लाइफ लॉन्ग एजुकेशन होता है व्हाट इज द मोस्ट इंपोर्टेंट एलिमेंट ऑफ अ नॉन फॉर्मल एजुकेशन नॉन फॉर्मल एजुकेशन क्या कह जाए ना मीडिया द्वारा जो तुमर एजुकेशन हुए नाई एटा इनफॉर्मल हम इनफॉर्मल एजुकेशन तुम्हारा मीडिया द्वारा हुए नॉन फॉर्मल एजुकेशन नहीं पारे मीडिया द्वारा व्हिच वन इज नॉट द सोर्स ऑफ फॉर्मल एजुकेशन रो कोटा सोर्स नुहे होम टा तुम्हारा फॉर्मल एजुकेशन रो सोर्स नुहे बाकी सब तुम्हारा फॉर्मल एजुकेशन नहीं पारिबो इनफॉर्मल एजुकेशन सब बड़े एक्सीडेंटल होता है बा इनसीडेंटल होता है हैला ना हठात कि ना तुमको किए गोटे कौन शिखे देला प्लान किछि भी नथिला सेति फॉर्मल एजुकेशन has well defined formal education केमिति well defined हुए curriculum जरिया रे which is not the element of educational process रो कोटा element नुहे motivation नुहे देन आसिला 100 नंबर क्वेश्चन करिबा द सम ऑफ करिकुलर एंड को करिकुलर एक्टिविटीज इज सम ऑफ करिकुलर और को करिकुलर एक्टिविटीज को हमें करिकुलम बोली कहू कहिथिले जोटा स्कोलास्टिक और को स्कोलास्टिक एरिया ऊपर जे फोकस करे से करिकुलम सो एतिकी क्वेश्चन हमें माने 101 टा पर्यंत क्वेश्चन कले 102 रु फर्दर कंटिन्यू तो निश्चिंत भाव में करवा किंतु ता आगुरु मु किछि जिंस आपण मानकु देखै दउची आपण माने देखंतु माने मोर एई एप्लीकेशन आ कोर्सेस बाबद रे आपण माने देखंतु तापर हमें फर्दर कंटिन्यू करवा।